ଚିଙ୍ଗୁଡ଼ି ଗାଡ଼ି ଭାଇ ଜଣକ 2 ଦିନ ପୂର୍ବରୁ କଲ୍ କରି ରଖିଥିଲେ ତାଙ୍କର କାମଟା ହେବ ତ କାମ ଚାଲିଛି। ତା ସହିତ ପଲ୍ସର N250ର PPF ଚାଲିଛି। ଏ ପଛରୁ ଚାଲିଛି ସାଇଡ୍ ଚାଲିଛି ଆଉ ଟାଙ୍କିଟା ହେବ ତାପରେ। ମୁଁ ମଧ୍ୟ କ୍ଲାସିକ୍ 350ରେ ସ୍ମୋକ୍ ପେପର ଲାଗୁଛି କାହିଁକି ନା ତାଙ୍କ ଟାଙ୍କିରେ ଟିକେ ଦାଗ ଅଛି। ସ୍ମୋକ୍ ପେପର ଚାଲିଛି ତ ସ୍ମୋକ୍ ଚାଲିତେ ଚାଲିତେ ଏଠି ଚିଙ୍ଗୁଡ଼ି ଗାଡ଼ିର କାମ ବି ସରିଗଲା ଖତମ। କାହିଁକି ନା ଏଇଠି ଦେଖିପାରୁଥିବେ ଫ୍ରଣ୍ଟ ବ୍ୟାକ୍ ସାଇଡ୍ ତା ଚାରି ସାଇଡ୍ରେ 3M ଷ୍ଟିକର ଲାଗିଛି, ବହୁତ କିଛି ଲାଗିଛି। ଆଉ ଏ ଯେଉଁ ସ୍ମୋକ୍ ଲାଗିଲା ଏଥିରେ ଫାଇନାଲ ଲୁକ୍ଟା ଦେଖିପାରୁନ କେମିତି ଗ୍ଲୋସି ଆସୁଛି, କେମିତି ପୁରା କ୍ଲିନ୍ ଭାବରେ ବ୍ଲାକ୍ ଦେଖାଯାଉଛି। କାହିଁକିନା ତାଙ୍କର ଟିକେ ଦାଗ ଥିଲା, ସେ ଦାଗ ରିମୁଭ୍ ହେଇଗଲା ବର୍ତ୍ତମାନ। ଦେଖିପାରୁଥିବେ ବର୍ତ୍ତମାନ କେମିତି ଗ୍ଲୋସି ହେଇଗଲା ତାଙ୍କର। ଆଉ ସାଇଡ୍ କାମ ହେଇଛି, ଆଗ ପଛ ମଡଗାର୍ଡଟା ବାକି ରହିଛି, ସେଟା ସେ ପରେ ଭାଇ କରିବେ। ସ୍କ୍ରାମ୍ 440 ଏଇ ଯେଉଁ ଗାଡ଼ିଟା ଦେଖୁଛନ୍ତି ଇଏ ଭାଇ ଜଣକ ପାହାଡ଼ ଚଢ଼ିବାକୁ ଯିବେ, ତାଙ୍କ ଟୁର୍ ଅଛି। ସେ PPF କରିସାରି ତାପରେ ଯାଇକି ବାହାରିବେ। ଜଲ୍ଦି ଖାଇଦେଇ ପଳେଇ ଆସିଲୁ। ଇଭିନିଂରେ ଏଇ ଭାଇ ଜଣଙ୍କର କାମ ହେବାର ଥିଲା ତ ସେ ନେଇ ଆସିଲେ, ତାଙ୍କ କାମ ଚାଲିଛି PPF ପୁରା ଫୁଲଟା।